ଏବେ ଯେ ମହାନ ଜନନାୟକ ଅବିଭକ୍ତ ନିମାପଡ଼ା କାକଟପୁରର ଅଣ କଂଗ୍ରେସ ରାଜନୀତିର ଜଣେ ଦୁର୍ଦ୍ଦଶ ଜନନାୟକ ସେ ଥିଲେ। ଆଜି ତାଙ୍କ ପାର୍ଥିବ ଶରୀର ଏବେ ଆସି ପହଞ୍ଚିଲା ଆମର ଟାଉନ୍ ହଲ୍ ଶହୀଦ ସ୍ମୃତି ସଂସଦ ପଡ଼ିଆରେ। ଶହୀଦ ସ୍ମୃତି ସଂସଦର ଜଣେ ସଭ୍ୟ ହିସାବରେ ମୁଁ ତାଙ୍କ ପୁଷ୍ପମାଲ୍ୟ ଦେଇ ନିଜର ଶ୍ରଦ୍ଧା ସୁମନ ତାଙ୍କୁ ଜ୍ଞାପନ କରିଥିଲି। ଆପଣମାନେ ଦେଖନ୍ତୁ, ତାଙ୍କ ପରି ଲୋକଟିଏ ମିଳିବା ରାଜନୀତି କ୍ଷେତ୍ରରେ ଆଜିକାଲି ଏକ ଦୁରୂହ ବ୍ୟାପାର କହିଲେ ଚଳେ। ସେ ଯେଉଁ ପ୍ରକାର ଲୋକ ଥିଲେ, ସାଧାରଣ ପରିପାଟି, ସାଧାରଣ ବ୍ୟବହାର, ସାଧାରଣ ଚାଲିଚଳନ ଏବଂ ସାଧାରଣ ଲୋକଙ୍କ ସାଙ୍ଗେ ହିଁ ତାଙ୍କର ସମ୍ପର୍କ ଥିଲା। ଯେତେ ବଡ଼ ଲୋକଙ୍କ ସାଙ୍ଗେ ତାଙ୍କର ସମ୍ପର୍କ ଥିଲା, ତାଙ୍କର ରାଜନୈତିକ କାର୍ଯ୍ୟକର୍ତ୍ତା ମନ୍ତ୍ରୀ ଏମ୍ଏଲ୍ଏ ହିସାବରେ କିଛି ସମ୍ପର୍କ ଥିଲା ତାଙ୍କର ବଡ଼ ବଡ଼ ନେତୃତ୍ୱମାନଙ୍କ ସାଙ୍ଗେ ସେ ବିଷୟରେ, କିନ୍ତୁ ତାଙ୍କର ସାଧାରଣ ଜୀବନରେ ଦିନକୁ 24 ଘଣ୍ଟାରୁ ଦିନକୁ 20 ଘଣ୍ଟା ସେ ସାଧାରଣ ଲୋକଙ୍କ କଥାରେ ରହୁଥିଲେ। ଏବଂ ତାଙ୍କର ସବୁଠୁ ଗୋଟେ ଭଲ ଗୁଣ ଥିଲା, ତାଙ୍କୁ ଯିଏ ବି ଯେତେବେଳେ ଆପଣମାନେ ଖୋଜିବେ ସେ ନିଶ୍ଚିନ୍ତ ଭାବେ ସେଠି ପହଞ୍ଚୁଥିଲେ ଯାଇକରି ସେ ଜାଗାରେ, ଏବଂ ନିଶ୍ଚିନ୍ତ ସେ ଲୋକଟି ଏତେ ଆଗ୍ରହରେ ଡାକିଛି ମୁଁ ସେଠିକି ଯିବି, ଏଇଟା ତାଙ୍କର ଗୋଟେ ସବୁଠୁ ଭଲ ଗୁଣ ଥିଲା ରାଜନୈତିକ ଜୀବନରେ। ଏଇଟା ଆମେ ସମସ୍ତେ ଶିକ୍ଷା ଲାଭ କରିବା ଉଚିତ ଯେଉଁମାନେ ରାଜନୀତି କ୍ଷେତ୍ରରେ ବର୍ତ୍ତମାନ ଅଛନ୍ତି। ତେଣୁ ସେ ଜଣେ ଦୁର୍ଦ୍ଦଶ ନେତା ଥିଲେ ଅବିଭକ୍ତ ନିମାପଡ଼ା କାକଟପୁରର। ମୁଁ ଦେଖିଛି, ବହୁତ ପାଖରୁ ଦେଖିଛି, କାରଣ ଆମେ ତ ବିଜୁ ଜନତା ଦଳରେ କାର୍ଯ୍ୟ କରିଛୁ ଦୀର୍ଘ ଦିନ ଧରିକିରି ଏବଂ କମ୍ୟୁନିଷ୍ଟ ପାର୍ଟିରେ ବି କିଛି କାର୍ଯ୍ୟ କରିଛୁ ସମୀର ଦାସଙ୍କ ସହିତ। ତେଣୁ ମୁଁ ତାଙ୍କୁ ଦେଖିଛି, ବହୁତ ଦିନରୁ ଦେଖିଛି। ଛାତ୍ର ଆନ୍ଦୋଳନ 84 ମସିହାରେ ସମୀର ଦାସ ଯେତେବେଳେ ଥିଲେ ରାଜ୍ୟରେ ଆନ୍ଦୋଳନ ପରିଚାଳନା କରୁଥିଲେ, ସେତେବେଳେ ବି ମୁଁ ତାଙ୍କର ସହଯୋଗୀ ହିସାବରେ ସେ ଆନ୍ଦୋଳନରେ ବି ସାମିଲ ହୋଇଥିଲି। ଆମେ ସେତେବେଳେ ପାଠ ପଢ଼ୁଥିଲୁ। ତେଣୁ ମୁଁ ତାଙ୍କୁ ଦେଖିଛି, ବହୁତ ଦେଖିଛି। ଏବଂ ଦେଖିଛି କ'ଣ, ମୋର ବାପା ସେମାନଙ୍କର ବି ଜଣେ ଶ୍ରଦ୍ଧାର ଥିଲେ, ପ୍ରାଣନାଥ ମହାପାତ୍ର ସ୍ୱର୍ଗତ ସ୍ୱାଧୀନତା ସଂଗ୍ରାମୀ ଥିଲେ, ସେମାନଙ୍କର ବି ଭାରି ସମ୍ମାନୀୟ ଲୋକ ଥିଲେ ମୋର ବାପା ଜଣେ। ତେଣୁ ସେହି ହିସାବରେ ବି ଆମର ଆଗରୁ ମୋ ନଣାଙ୍କ ସହିତ ତାଙ୍କର ପରିଚିତ ଥିଲା ଏବଂ ତାଙ୍କ ସହିତ ବି ମୁଁ ଅଳ୍ପ ହେଉ ପଛେ ବହୁତ ହେଉ ପଛେ କିନ୍ତୁ କିଛି ଦିନ ମିଶିଛି, ତାଙ୍କ ପାଖକୁ ଯାଇଛି, କାର୍ଯ୍ୟକ୍ରମ କରିଛି। ତ ନିମାପଡ଼ା ପାଇଁ ନୁହଁ, ସାରା ରାଜ୍ୟ ପାଇଁ ଏଇଟା ଅପୂର୍ଣ୍ୟ କ୍ଷତି। କାକଟପୁରରେ ସେ ସମସ୍ତଙ୍କ ପାଖରେ ସେ ଗୋଟେ ପରିଚିତ ଚର୍ଚ୍ଚିତ ଚେହେରା ଥିଲେ। ସୁର ଭାଇ କହିଲେ ସମସ୍ତେ ଜାଣନ୍ତି। ତାଙ୍କର 7 ଥର ବିଧାୟକ ମନ୍ତ୍ରୀ ଥିଲାବେଳେ ତାଙ୍କର ବହୁତ ଉନ୍ନତିମୂଳକ କାର୍ଯ୍ୟ ହେଇଛି। ଆଜି ନିମାପଡ଼ା କ'ଣ, କାକଟପୁର କ'ଣ, ଅସ୍ତରଙ୍ଗ ସବୁଥିପାଇଁ ଉନ୍ନତି ହେଇଛି ତାଙ୍କ ସକାଶେ।